ଚାଲିଛି ସାର୍ ବର୍ତ୍ତମାନ? ଯେଉଁ ଆମର ଅଭିଯୋଗ ଥିଲା ଯେ କିଛି ଲୋକ ଅଧିକ ପଇସା ନେଇଯାଇଛନ୍ତି ବୋଲିକିରି ଯେଉଁଟା ତାଙ୍କର ଯେତେ କ୍ଷୟକ୍ଷତି ହେଇଛି କଲେକ୍ଟରଙ୍କର ନିର୍ଦ୍ଦେଶରେ ମୋ ଟିମ୍ ଫର୍ମେସନ୍ ହେଇଛି। ଆମେ ତାକୁ ରିଚେକ୍ କରୁଛୁ, ରିଆସେସମେଣ୍ଟ କରୁଛୁ, ଯଦି ମାନେ ଯେଉଁଟା ଯେତିକି ପାଇବା କଥା ପାଇଛନ୍ତି କି ନାହିଁ ଆଉ ସେଟାକୁ ଆମେ କୋର୍ଟ ସାଙ୍ଗକୁ ରିପୋର୍ଟ କରାହେବ। ତାପରେ ଆଜି କେତେ ଘର ନା ଆମର ତ ଏମାନେ ଲେଖିକି ଦେଇଥିଲେ, ଆମର ଯେଉଁ ପବ୍ଲିକ୍ ଯାହା କମ୍ପ୍ଲେନ୍ ଥିଲା 20 ଘର ନାଁରେ, ଆଉ ବି କିଛି ଯଦି ଛାଡ଼ି ହେଇଯାଇଛି କି କ'ଣ ଯାହା ବି ଅଭିଯୋଗ ଥିଲେ ବି ଆମେ ସେଟା ବି ଏଣ୍ଟରଟେନ୍ କରୁଛୁ। କି ଯଦି ତାଙ୍କୁ ବି କହିଛୁ ଆଉ ତୁମର ଡାଉଟ୍ ଅଛି ଯାହାକୁ ଯଦି ସେଟା ମଧ୍ୟ ଦେଇପାରିବେ। ଆମେ ଯେଉଁ ଟିମ୍ ଅଛି ଆମେ ଆସେସ୍ କରୁଛୁ ଯେ ପ୍ରକୃତରେ ଯେ ଜେନ୍ୟୁନ୍ ସେତିକି ପାଆନ୍ତୁ, ଆଉ ଯଦି ଏକ୍ସେସ୍ କିଛି ଅଛି ତାକୁ ଆମେ ରିକଭରି କରିବୁ କି ପଇସା ତ ହୋଲ୍ଡ କରିଦିଆହେଇଛି ସେଗୁଡ଼ାକୁ ତାକୁ ଆମେ ବ୍ୟାକ୍ କରିଦେବୁ। ସେତେବେଳର ଅନୁସାରେ ସେ ଯେଉଁ ସର୍ଭେ କରିଥିଲେ ତ ବର୍ତ୍ତମାନ ପୁଣି ଥରେ ଆଉ ଥରେ ପ୍ରଶାସନିକ ମାନେ ନାଇଁ ନାଇଁ ସବୁ ପ୍ରାୟ ଠିକ୍ ଅଛି। ଯେଉଁଟା ମାନଙ୍କର ଆଲିଗେସନ୍ ଅଛି, ଯେଉଁଟା ସ୍ପେସିଫିକ୍ ଆଲିଗେସନ୍ ଅଛି କି ଆଉ ଏବେ ଫିଲ୍ଡରେ ମଧ୍ୟ କିଛି ଯଦି ପବ୍ଲିକ୍ର କିଛି ମତ ଅଛି ଯେ ନାଇଁ ଆଜ୍ଞା ସେ ଅଧିକ ପାଇଯାଇଛି, ଆଉ ସେଗୁଡ଼ାକ ମଧ୍ୟ ଆମେ ତଦନ୍ତ ପରିସରକୁ ନେଉଛୁ। ଆଉ ଯେଉଁମାନେ ଜେନ୍ୟୁନ୍ ଯେତିକି ପାଇବା କଥା ପାଆନ୍ତୁ, ଆମର କିଛି ଆପତ୍ତି ନାହିଁ। ଆଉ ଆମେ ଯେଉଁମାନେ ଯଦି ଏକ୍ସେସ୍ ପାଇଛନ୍ତି ସେଟାକୁ ଆମେ ରିଆସେସ୍ କରିକିରି ସେଇ ଜିନିଷକୁ ଆମେ ତାପରେ ଯେଉଁଟା ଆମେ ହୋଲ୍ଡ କରିଦେଇଛୁ ବାକି ଯେତିକି ପାଇବା କଥା ସେତିକି ତାଙ୍କୁ ଛଡ଼ାଯିବ। ଠିକ୍। ଆଜି ଦୀର୍ଘ ଦିନ ପରେ ଆମର ଗୋଟେ ଝାମେଲା ହେଇଥିଲା, ସେ ଝାମେଲାର ଗୋଟେ ସମାଧାନ ଆସିଥିଲା, ଗୋଟେ ଅନ୍ତ ଘଟିଥିଲା। ଯାହା ହଉ କଲେକ୍ଟର ମହୋଦୟ ପାଖରେ ଯାହା ଆମେ ସବ୍ କଲେକ୍ଟର ଆସିଥିଲା, ଆସିକି ଆମକୁ ଗୋଟେ ଚେକ୍ ପ୍ରଦାନ କରିଛନ୍ତି 4,44,00,000 ଟଙ୍କାର ଗୋଟେ ଚେକ୍ ଆମକୁ ଦେଇଥିଲେ। ଆମେ ତାର ସମସ୍ତେ ଖୁସି ଥିଲୁ ଯେ ଯାହା ହଉ ପୁନର୍ବାର ଆମ ଗାଁର ଯେତିକି ପୀଡ଼ିତା ମାନେ ଅଛନ୍ତି, ପୀଡ଼ିତ ଲୋକ ଅଛନ୍ତି, ଆମେ ସମସ୍ତେ ମିଳାମିଶି କରିକି ଯାହାହେଲେ ଗୋଟେ ଜୀବିକା ନିର୍ଭର କରିବେ ବୋଲି ଭାବିଥିଲେ। କିନ୍ତୁ ସେଇଥିରେ ସମ୍ପୂର୍ଣ୍ଣ ଭାବେ ଆର୍ଆଇ ଏମାନଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ଭୁଲ ଭାଲ ହେଇକି ଗୋଟେ କାହାର ଗୋଟେ 15 ଲକ୍ଷ ଯାଇଛି, କାହାର ଗୋଟେ 21 ଲକ୍ଷ ଯାଇଛି, କାହାର ଗୋଟେ 7 ଲକ୍ଷ ଯାଇଛି, କାହାର କିଛି ଯାଇନାହାନ୍ତି। ଯେମିତି ଏଇ ଗୋଟେ ମା ଅଛି, ତାଙ୍କର ଆଜି ଏଇ ଘରଟା ଦେଖନ୍ତୁ, ତାର ଗୋଟେ ମାତ୍ର 80,000 ଆସିଛି। ଆମେ ସେ ପାଇଁ କମ୍ପ୍ଲେନ୍ କରିବାକୁ ଯାଉଥିଲେ ଏବଂ କଲେକ୍ଟର ମହୋଦୟ ଆମକୁ ସେଟା ଯାହାହେଲେ ଗୋଟେ ଲେଖିକି ଦେଲା ପରେ ଆମକୁ ଗୋଟେ ତାଙ୍କୁ ପଠାଇଲେ। ଆଜି ସବ୍ କଲେକ୍ଟର ସାର୍ ଏବଂ ଆମର ଟ୍ରେଜେରୀ ସାର୍ ଏବଂ ଆମର ତହସିଲଦାର ସାର୍ ସମସ୍ତେ ଆସିଛନ୍ତି। ଆସିକି ଆମକୁ ଯାହାହେଲେ ଆମକୁ ଗୋଟେ ଆଶ୍ୱାସନ ଦେଇଛି ଯେ ନା ଯାହାର ଯେତିକି ଭୁଲ ଭାଲରେ ଯାଇଛି ଆମେ ସେ ପଇସା ରିଟର୍ଣ୍ଣ କରିକି ପୀଡ଼ିତାମାନଙ୍କୁ ଆମକୁ ସମାନ ଭାବରେ ଦେବୁ ବୋଲି ପ୍ରତିଶ୍ରୁତି ଦେଇକି ଗଲେ। ଯାହା ଏବେ ଆମେ ଗାଁ ଲୋକ ଆମେ ସମସ୍ତେ ଖୁସି ଯେ ସାର୍ ଆମକୁ ପ୍ରତିଶ୍ରୁତି ଦେଲେ ଏବଂ ଆମେ ସଠିକ୍ ଭାବରେ ପଇସା ପାଇବୁ ବୋଲି ସରକାର ତରଫରୁ ଆମର ଆଶା ଅଛି। ନାଇଁ ଯଦି ସେମିତି ଯଦି ଆମେ ବି ସାର୍ ପଚାରିଲେ ଆମକୁ ଯେ ଆଉ ଯଦି କିଛି କମ୍ପ୍ଲେନ୍ ଅଛି ବୋଲେ ଏକା ସାଙ୍ଗରେ କରିଦିଅନ୍ତୁ, ଆମେ ସେଟା ସର୍ଭେ କରିକି ଝାମେଲା ବୋଲେ ତୁଟେଇଦେବୁ ବୋଲି କହିଲେ। ଏମିତି ସାର୍ କହିଲେ। ସାର୍ ମାନେ ଆସିକି ଯାହା ଆମକୁ ଯାହା ମାନେ ସର୍ଭେ କଲେ, ଅଫିସ୍ ଷ୍ଟାଫ୍ ମାନେ, କଲେକ୍ଟର ସାର୍, ତହସିଲଦାର ମାନେ, ଡିଷ୍ଟ୍ରିକ୍ଟରେ ଯେତେ ଯେଉଁ ଜାଗାରେ ଯେଉଁ ଡିପାର୍ଟମେଣ୍ଟରେ ସାର୍ ମାନେ ଅଛନ୍ତି ସମସ୍ତେ ଆସିଥିଲେ। ସରକାରୀ ଅନୁଦାନ ବି ଆମକୁ ଯାହା ଦେଲେ, ତାପରେ ଖାଇବା ପାଇଁ ଆମକୁ 15 ଦିନ ବି ଦେଇଥିଲେ ବ୍ଲକ ତରଫରୁ, ସରକାରୀ ତରଫରୁ ଆମକୁ ମାନେ ଖାଇବା ପାଇଁ ଦେଇଥିଲେ। ସେଥିପାଇଁ ଆମେ ବହୁତ କୃତଜ୍ଞ। ମାତ୍ର ସଡେନଲି ମାର୍ଚ୍ଚ ଭିତରେ ଆମର ଯେଉଁ ପଇସାଟା ଗଭର୍ଣ୍ଣମେଣ୍ଟର ଯେଉଁ ରିଲିଜ୍ ହେଲେ, ସେଥିରେ ଆମର ଯେଉଁ ଗ୍ରାମବାସୀ ଆମେ ଯେଉଁମାନେ ଅଛି ଆମର ଗ୍ରାମ ବାସିନ୍ଦା ମାନେ ଯେଉଁମାନେ ଅଛନ୍ତି, କେତେ ଲୋକ ତାଇରେ ଲାଞ୍ଚ ଦେଇଛି ନା କ'ଣ ଦେଇଛି ସେଇଟା ଆମେ ସଠିକ୍ ଜାଣିପାରୁନି। ମାତ୍ର ଆମର ସେଥିପାଇଁ ଆମେ ଆଉ ଥରେ ପୁନର୍ବାର କଲେକ୍ଟର ସାର୍ଙ୍କୁ ଆମେ ଆମ ଗ୍ରାମ ତରଫରୁ ଆମେ ଲିଖିତ ଆକାରରେ ଜଣାଇଲୁ, ସାର୍ ଆଉ ଥରେ ଆପଣ ଯାଇକି ତାହାକୁ ଟିକେ ମାନେ ତଦନ୍ତ କରନ୍ତୁ। ଯେଉଁମାନେ ପାଇବା କଥା ସେମାନେ ପାଇଲେ କି ନାହିଁ, ଆଉ ଯେଉଁମାନେ ନ ପାଇବା କଥା ସେମାନେ ପାଇଲେ। ସେଥିପାଇଁ ସାର୍ଙ୍କୁ ଆମେ 10 ଥରେ ଯାଇକି ଭେଟିଲୁ, ଆଉ 2 ଥର 12 ନା 13 ଆମେ ଏମିତି ଭେଟିଲୁ ସାର୍ଙ୍କୁ ଆମକୁ ଏତିକି ଆଶ୍ୱାସ ଦେଲେ ଆପଣମାନଙ୍କୁ ଯାଆନ୍ତୁ, ଆମେ ଯାହା ହେଲେ ବି ଆପଣଙ୍କର ସମାଧାନ ଆମେ କରିବୁ। ତା ସଙ୍ଗେ ସଙ୍ଗେ ଆମର ଜିଲ୍ଲା ମାଜିଷ୍ଟ୍ରେଟ୍ ତହସିଲଦାର ମହୋଦୟ ସେ ବି ଆମର ମାନେ ଗାଁରେ ଆସିକି ସମସ୍ତେ ସାର୍ ମାନେ ବୁଲୁଛନ୍ତି। ତା ସଙ୍ଗେ ସଙ୍ଗେ ଆମର ସବ୍ କଲେକ୍ଟର ଶ୍ରୀଯୁକ୍ତ ମହାଶୟ ଯିଏ ଅଛନ୍ତି ତାଙ୍କେ ବି ଆମକୁ ସଙ୍ଗେ ସଙ୍ଗେ ବୁଲୁଛି, ଘର ଡୋର୍ ଟୁ ଡୋର୍ ତାଙ୍କେ ବୁଲିଲେ। ସେଥିପାଇଁ ସାର୍ଙ୍କ ପାଖକୁ ଆମର ବହୁତ କୃତଜ୍ଞତା। ଆଉ ଏତିକି ଜଣାଇବି, ସାର୍ ଆସିକି ଆମର ଯେଉଁ ପୀଡ଼ିତା ମାନେ ଆମେ ଯେତେଟା ପରିବାର ଅଛୁ ପୀଡ଼ିତା ମାନେ, ସାର୍ ଆସିକି ସେହି କଲେକ୍ଟର ସାର୍ ପ୍ଲସ୍ ଆମର ତହସିଲଦାର ଆସି ଆମକୁ ଟିକେ ଜୀବନ ଦେଲେ। ଏତିକି କହିକି ସାର୍ଙ୍କୁ ଧନ୍ୟବାଦ ଦେଇକି ମୋର ବକ୍ତବ୍ୟ